ଅର୍ଥର ଅଭାବ ନାହିଁ, ବିକାଶ ଜାରି ରହିବ, କେହି ଅଟକେଇ ପାରିବେନି। ସାରା ଭାରତରେ ବିକାଶ ପୁରୁଷଙ୍କ ବିକାଶରେ ଓଡ଼ିଶାରେ ବି ଚାରିଆଡ଼େ ଜୟ ଜୟକାର। ଯେକୌଣସି ବ୍ୟକ୍ତିଙ୍କୁ ପଚରାଯିବ ବିକାଶ ବିଷୟରେ, ତେବେ ସେ ପ୍ରଥମେ ରାସ୍ତାଘାଟରୁ ଆରମ୍ଭ କରିବ ବିକାଶର ଗାଥା। ତେଣୁ ଯେଉଁ ବିକାଶ ଜାରି ରହିଛି ଓଡ଼ିଶାରେ, ତାର ଜ୍ୱଳନ୍ତ ଚିତ୍ର ଏହି ଭିଡ଼ିଓରୁ ଦେଖନ୍ତୁ। ଯାଜପୁର ରୋଡ଼ରୁ କେଉଁଝର ଯାଇଥିବା ଜାତୀୟ ରାଜପଥର ଅବସ୍ଥା ଦେଖନ୍ତୁ। ଦାନଗଦି ମିଲିଟାରୀ ଛକ ପାଖରୁ ଯାଜପୁର ରୋଡ଼ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ପାଖାପାଖି 10 କିଲୋମିଟର ଜାତୀୟ ରାଜପଥର ଦୁରାବସ୍ଥା। ଏହି ବିକାଶ ତ ନିଶ୍ଚିତ ସାରା ଭାରତରେ ହେଉଥିବ, ଯାହାକୁ କେହି ରୋକିପାରିବେ ନାହିଁ। ବର୍ଷେରୁ ଅଧିକ ହେଲାଣି ରାଜପଥ ମରାମତି ହେଉନି, ଯାହାର ପରିଣାମ ଜନତା ଜନାର୍ଦ୍ଦନ ଭୋଗୁଛନ୍ତି। ସାରା ଭାରତରେ ଯେଉଁ ବିକାଶ ହେଉଛି ତାକୁ ବେଶୀ ବର୍ଣ୍ଣନା କରିପାରିବେ ଏହି ରାସ୍ତାରେ ଯାଉଥିବା ଟ୍ରକ୍ ଡ୍ରାଇଭର ଭାଇମାନେ, କାରଣ ସେମାନେ ହିଁ ଟ୍ରକ୍ ଚଳାଇ ଭାରତ ସାରା ମାଲ ପରିବହନ କରିଥାନ୍ତି। ସରକାରଙ୍କ ମତରେ ଆମର ଆମେରିକା ଭଳିଆ ରାସ୍ତା କରାଯାଇଛି, ହେଲେ ଆମେ ଦେଖୁଛୁ ଆଫ୍ରିକା ଭଳିଆ ବିକାଶ ଆମର ହୋଇଛି। ରାସ୍ତାଘାଟ ଉନ୍ନତିରୁ ତାହା ସ୍ପଷ୍ଟ ଜଣାପଡ଼ୁଛି। ଅର୍ଥର ଅଭାବ ନାହିଁ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଗଡ଼କରୀ କହୁଥିଲା ବେଳେ ଏ ରାସ୍ତା ଦେଖିଲା ବେଳୁ ଜଣାପଡ଼ୁଛି ଅର୍ଥ ନାହିଁ ନା ଅର୍ଥ ହଡ଼ପ କରାଯାଉଛି, ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ।